ଏବେ କିଏ ଏକାଠି କରିପାରିବ ମା ପୁଅଙ୍କୁ? ଆଦର୍ଶ ଭାଙ୍ଗି ପଡ଼ିଛନ୍ତି ତାଙ୍କ ମାଆଙ୍କ କଥା ଶୁଣି। ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୋଷ, ଆପଣ ସମସ୍ତଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ। ଦର୍ଶକ ବନ୍ଧୁ, ମାୟା ଓ ମମତା ସିରିଏଲରେ ଆଗାମୀ ଅଧ୍ୟାୟରେ କ'ଣ ହେବାକୁ ଯାଉଛି ଜାଣିବା ପାଇଁ ଏ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ନିଶ୍ଚିନ୍ତ ଜାଣିପାରିବେ। ଦର୍ଶକ ବନ୍ଧୁ, ଆପଣମାନେ ଦେଖିଥିବେ ମାୟା ସମସ୍ତଙ୍କ ଆଗରେ ଆଦର୍ଶଙ୍କୁ କହିଥିଲେ, ତୁ ମୋ ନିଜ ପୁଅ ନୁହଁ, ତୁ ମୋର ରକ୍ତର ନୁହଁ, ଆଉ ସେଥିପାଇଁ ମୋ କଥା ଶୁଣୁନୁ। ଏକଥା ଶୁଣିଲା ପରେ ଆଦର୍ଶ ଭାଙ୍ଗି ପଡ଼ିଥିଲେ। ଆଉ ଆଦର୍ଶ କାର୍ ନେଇ ପଲ୍ଲବୀଙ୍କୁ ଦେଖା କରିବାକୁ ଯାଉଥିବା ସମୟରେ ବହୁତ ଭାଙ୍ଗି ପଡ଼ୁଛନ୍ତି ଏବଂ ମୋ ଲାଇଫରେ ଆଉ କେହି ନାହାନ୍ତି, କେବଳ ପଲ୍ଲବୀ ଅଛନ୍ତି, ମୁଁ ପଲ୍ଲବୀଙ୍କ ସହିତ ରହିବି। ଆଉ ଏପଟେ ମାୟା ଆଦର୍ଶକୁ ଏସବୁ କଥା କହିଥିବାରୁ ଭାଙ୍ଗି ପଡ଼ୁଛନ୍ତି। ଆଉ ମମତାକୁ କହୁଛନ୍ତି, ମୁଁ ଏବେ କ'ଣ କରିବି? ମୋ ପୁଅ ମୋ ଠାରୁ ସବୁଦିନ ପାଇଁ ଦୂରେଇ ଯିବ। ମମତା ତୁ କିଛି କର। କିନ୍ତୁ ରୁବି କହୁଛନ୍ତି, ସେ ଯାଉ, ଦେଖିବୁ ସେ ନିଶ୍ଚିନ୍ତ ଆସିବ। ତୁ ତୋ ଘର ଏବଂ ତୋର ବ୍ୟାଙ୍କ ବାଲାନ୍ସରୁ ତାକୁ ଦୂରେଇ ଦେ, ଦେଖିବୁ ସେ ଆପେ ଆପେ ଆସି ତୋ ଗୋଡ଼ ଧରିବ। ଆଉ ମମତା ରାଗି ଯାଉଛନ୍ତି ଆଉ କହୁଛନ୍ତି, ତମକୁ ସିନା ତମ ପୁଅ ବୋହୂ ଘରୁ ତଡ଼ି ଦେଇଛନ୍ତି, ଆଉ ଆମ ଘର ଭାଙ୍ଗିବାକୁ ଚେଷ୍ଟା କଲେ ମୁଁ ତମକୁ ଛାଡ଼ିବିନି। ଆଉ ମାୟା ଆଦର୍ଶଙ୍କୁ କଲ୍ କରୁଛନ୍ତି, କିନ୍ତୁ ଆଦର୍ଶ ତାଙ୍କ କଲ୍କୁ ରିସିଭ୍ କରୁନାହାନ୍ତି, ବାରମ୍ବାର କାଟି ଦେଉଛନ୍ତି। ଆଉ ମାୟା ବହୁତ ଭାଙ୍ଗି ପଡ଼ୁଛନ୍ତି। ଆଉ ମମତାକୁ କହୁଛନ୍ତି, ମମତା ତୁ ଆଦର୍ଶକୁ ଲଗା, ମୁଁ ଟିକେ ତା କଥା ଶୁଣିବି। ମମତା ଆଦର୍ଶଙ୍କୁ ଲଗାଉଛନ୍ତି। ଆଉ ଆଦର୍ଶ ରିସିଭ୍ କରି କହୁଛନ୍ତି, ଖୁଡ଼ି ମୁଁ ସବୁଦିନ ପାଇଁ ଭାଙ୍ଗି ପଡ଼ିଛି। ଆଉ ମାୟା କହୁଛନ୍ତି, ତୁ ଘରକୁ ଫେରିଆ। ଆଉ ଏକଥା ଶୁଣିଲା ପରେ ଆଦର୍ଶ କହୁଛନ୍ତି, ମିସେସ୍ ମହାପାତ୍ର, ମୁଁ ତମ ସହିତ କଥା ହେବାକୁ ଚାହୁଁନି, ମୋ ଲାଇଫରେ ଆଉ କେହି ନାହାନ୍ତି। ଏକଥା ଶୁଣିଲା ପରେ ମାୟା ବହୁତ ଭାଙ୍ଗି ପଡ଼ୁଛନ୍ତି ଆଉ ନିଜକୁ ନଷ୍ଟ କରିଦେବା ପାଇଁ ଚେଷ୍ଟା କରୁଛନ୍ତି, ନିଜକୁ ମାରିବା ପାଇଁ ଚେଷ୍ଟା କରୁଛନ୍ତି। ମମତା କହୁଛନ୍ତି, ତମେ ବ୍ୟସ୍ତ ହୁଅନା, ସବୁକିଛି ଠିକ୍ ହେଇଯିବ। ଆଉ ଏପଟେ ଆଦର୍ଶ ପୋଲିସ ଷ୍ଟେସନ ଯାଉଛନ୍ତି, କନେଷ୍ଟବଳଙ୍କୁ ପଚାରୁଛନ୍ତି, ପଲ୍ଲବୀ ଗଲେ କୁଆଡ଼େ? ଆଉ କନେଷ୍ଟବଳ କହୁଛନ୍ତି, ସେ ଗୋଟେ ଇମ୍ପୋର୍ଟାଣ୍ଟ କେସ୍ରେ ଯାଇଛନ୍ତି। ଆଉ ଏପଟେ ମମତା ମାୟାକୁ ବୁଝାଉଛନ୍ତି ଆଉ କହୁଛନ୍ତି, ତମେ ବ୍ୟସ୍ତ ହୁଅନା ଦିଦି, ସବୁକିଛି ଠିକ୍ ହେଇଯିବ। ଆଦର୍ଶ ପୁଣି ଥରେ ଘରକୁ ଫେରି ଆସିବ। ମାୟା କହୁଛନ୍ତି, ମୋ ମନ ବୁଝୁନି, ଯଦି ଆଦର୍ଶ ଘରକୁ ନ ଆସେ ତେବେ ମୁଁ ନିଜକୁ ମାରିଦେବି। ଦର୍ଶକ ବନ୍ଧୁ, ଏବେ କ'ଣ ହେବ? ମାୟା ଓ ଆଦର୍ଶଙ୍କୁ ଏକାଠି କିଏ କରିବ? କ'ଣ ପଲ୍ଲବୀ ଏକାଠି କରିପାରିବେ? ଏବେ କି ମୋଡ଼ ନେବ ମାୟା ଓ ମମତା ସିରିଏଲ? ଏହା ଜାଣିବା ପାଇଁ ଆପଣମାନେ ଆଗାମୀ ଅଧ୍ୟାୟ ନିଶ୍ଚିନ୍ତ ଦେଖନ୍ତୁ।